ଆଗକୁ ଭଲ କାମଟିଏ କରିବେ ବୋଲି ଯୋଜନା କରିବା ପରିବର୍ତ୍ତେ ତ ହେଉ ପଛେ ଏବେ ହିଁ ଭଲ କାମଟିଏ କରନ୍ତୁ। ମିଛ କହିବା, କଥା ଲୁଚାଇବା, ମନ୍ଦ କାର୍ଯ୍ୟ କରିବା, ଅନ୍ୟକୁ ଦୋଷ ଦେବା, କାହା କଥା ଆଉ କାହାକୁ କହିବା, ନିଜକୁ ସବୁବେଳେ ଠିକ୍ ଭାବିବା, କାହାର ଛୋଟ ଛୋଟ ଖୁସି ଛଡ଼ାଇବା, ଏତେ ସାରା ପାପ କରିସାରିଲା ପରେ ବି ଲୋକମାନେ କୁହନ୍ତି ଯେ ଭଗବାନ କୋଉ ପାପର ଦଣ୍ଡ ଦେଉଛନ୍ତି କେଜାଣି। ଅନ୍ୟର ଆଖିରେ ଲୁହ ଦେଉଥିବା ଲୋକମାନେ ମନେ ରଖିବା ଦରକାର ଯେ ସେମାନଙ୍କ ପାଖରେ ବି ଦୁଇଟା ଆଖି ଅଛି। ସମୟ କେବେ ବି ପରିବର୍ତ୍ତନ ହୋଇପାରେ। ରୂପଠାରୁ ଚରିତ୍ର ବଡ଼, ପ୍ରେମଠାରୁ ତ୍ୟାଗ ବଡ଼, ଧନଠାରୁ ମାନବିକତା ବଡ଼, ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ଼ ଏ ଦୁନିଆରେ କିଛି ବି ନାହିଁ। କହୁଥିବା ଲୋକ ସବୁବେଳେ ଠିକ୍, ଆଉ ସହୁଥିବା ଲୋକ ସବୁବେଳେ ଭୁଲ ହୋଇନଥାନ୍ତି। ବେଳେବେଳେ ସମ୍ପର୍କ ନ ଭାଙ୍ଗିବା ପାଇଁ ମଣିଷ ସବୁ ସତ ଜାଣି ମଧ୍ୟ ଚୁପ୍ ରହିଥାଏ। କେହି ମିଠା ମିଠା କଥା କହିଦେଲେ ଫସିଯିବେନି। କିଏ ଜାଣେ କାହା ମନ ଭିତରେ କ'ଣ ରହିଛି। ବନ୍ଧୁ, ଏ ଦୁନିଆ ହେଉଛି ଗୋଲ। ଏଠି ସମସ୍ତଙ୍କର ଚାଲେ ଡବଲ ରୋଲ୍। ଶାଶୁ ବୋହୂଙ୍କ ସମ୍ପର୍କ ଶାଶୁଙ୍କ ପାଇଁ। ଯୁଗ ସହିତ ତାଳ ଦେଇ ବୋହୂର ଆବଶ୍ୟକତାକୁ ବୁଝିବା ଉଚିତ। ଅଯଥା ନିଜର ବଡ଼ପଣିଆ ବା ମୁରବିତ୍ୱ ସବୁ ସ୍ଥାନରେ ଜାହିର ନ କରିବା ଭଲ। ବୋହୂ ଯଦି କର୍ମଜୀବୀ ତାହେଲେ ତାର ଅଫିସ ସମୟକୁ ଆଖିରେ ରଖି ତାର ଖାଇବା ଏବଂ ଜଳଖିଆ ନେବା ପ୍ରତି ସଜାଗ ରୁହନ୍ତୁ। ତାହେଲେ ଆପଣଙ୍କ ପ୍ରତି ତାର ଭକ୍ତି ବଢ଼ିବ। ବୋହୂର ଯୌତୁକ ଉପରେ ଟିପ୍ପଣୀ ଦିଅନ୍ତୁ ନାହିଁ। ପୁଅ ଆଗରେ ବୋହୂର ଦୋଷ ଦୁର୍ବଳତା ନ ବଖାଣି ତାକୁ ସୁଧାରିବାର ବାଟ ଖୋଜନ୍ତୁ। ବୋହୂର ଅଫିସ ଫେରନ୍ତା ସମୟ ବେଳକୁ ନାତି ନାତୁଣୀଙ୍କୁ ପରିଷ୍କାର ପୋଷାକ ପିନ୍ଧାଇ ରଖନ୍ତୁ। ସ୍ୱାମୀଙ୍କ ଦାୟିତ୍ୱ ଅଧିକ। ପୁତ୍ରର ଦାମ୍ପତ୍ୟ ଜୀବନକୁ ସୁଖ ଶାନ୍ତି ଭରା କରିବା ଦିଗରେ କନ୍ୟାର ଶାଶୁ ଶ୍ୱଶୁର ନଣନ୍ଦମାନଙ୍କର ଯେତିକି ଦାୟିତ୍ୱ ରହିଛି, ସ୍ୱାମୀଙ୍କର ମଧ୍ୟ ତାଠାରୁ ଅଧିକ ଦାୟିତ୍ୱ ରହିଛି। ବୈବାହିକ ଜୀବନର ମଧୁଶଯ୍ୟା ରାତ୍ରିରେ ନିଜର ସ୍ତ୍ରୀକୁ ନିଜ ପରିବାରର ଚଳଣି ଏବଂ ସମସ୍ତଙ୍କର ଚରିତ୍ର ଅଭ୍ୟାସ ସମ୍ପର୍କରେ ବୁଝାଇ କହିଦେବା ଉଚିତ। ସ୍ୱାମୀ ନିଜର ବ୍ୟକ୍ତିତ୍ୱ ଓ ରୁଚି ସମ୍ପର୍କରେ ମଧ୍ୟ ନବବଧୂଟିକୁ ସୂଚନା ଦେବା ସହିତ ତା ପ୍ରତି ନିଜର ନିବିଡ଼ ପ୍ରେମ, ସ୍ନେହ ଓ ସଦିଚ୍ଛାର ହସ୍ତ ପ୍ରସାରଣ କରିବା ଆବଶ୍ୟକ। ପ୍ରଥମ ରାତ୍ରିରେ ସ୍ତ୍ରୀ ଉପରେ ହଠାତ୍ ଯୌନ ମିଳନର ବୋଝ ଲଦି ନ ଦେଇ ପ୍ରଥମେ ତାଙ୍କୁ ଆପଣାର କରିବାକୁ ପ୍ରେମ ଭରା ବାକ୍ୟାଳାପ ଓ ଆଦର କରିବା ଦ୍ୱାରା ସ୍ତ୍ରୀ କ୍ରମେ ସ୍ୱାମୀ ପ୍ରତି ଆକୃଷ୍ଟ ହୋଇଥାଏ। ଜଣେ ପଥଚାରୀ ଯେପରି ପ୍ରଚଣ୍ଡ ରୌଦ୍ରତାପ ସହି ନ ପାରି ଗୋଟିଏ ଗଛ ତଳେ ଆଶ୍ରୟ ନିଏ, ଏହିପରି ପୁରୁଷ ଓ ସ୍ତ୍ରୀ ଜୀବନର ବହୁ ଦୁଃଖ କଷ୍ଟ ଓ ଯନ୍ତ୍ରଣା ସହି ନ ପାରି ପରସ୍ପରର ସ୍ନେହ ଓ ମମତାର ଛାଇରେ ଆଶ୍ରୟ ନିଅନ୍ତି। ଦୁଇଟି ଶରୀର, ମନ ଓ ଆତ୍ମା ବିବାହ ବନ୍ଧନରେ ବାନ୍ଧି ହୋଇ ଗୋଟିଏ ନିଡ଼ ରଚନା କରନ୍ତି। ନିଃସ୍ୱାର୍ଥପର କାର୍ଯ୍ୟରେ ସର୍ବୋଚ୍ଚ ଶକ୍ତି। ପୃଥିବୀରେ ଜୀବନ ପାଇଁ ଜଳ ଅତ୍ୟନ୍ତ ଜରୁରୀ ଏବଂ ନିଃସ୍ୱାର୍ଥପର କାର୍ଯ୍ୟକୁ ବୁଝାଇବା ପାଇଁ ଭଗବାନ ଶ୍ରୀକୃଷ୍ଣ ବର୍ଷାର ଉଦାହରଣ ଦିଅନ୍ତି। ନିଃସ୍ୱାର୍ଥପର କାର୍ଯ୍ୟକୁ ଶ୍ରୀକୃଷ୍ଣ ଯଜ୍ଞ ବୋଲି କହିଛନ୍ତି। ଶ୍ରୀକୃଷ୍ଣ ସୂଚାଇଛନ୍ତି ଯେ ଯଜ୍ଞ ପରି ନିଃସ୍ୱାର୍ଥପର କାର୍ଯ୍ୟ ସର୍ବୋଚ୍ଚ ବାସ୍ତବତା ବା ସର୍ବୋଚ୍ଚ ଶକ୍ତି ଧାରଣ କରିଥାଏ। ଏହି ନିଃସ୍ୱାର୍ଥପର କାର୍ଯ୍ୟଗୁଡ଼ିକ ଅନେକ କିଛି ଦେଇଥାଏ, ଯେପରି ବର୍ଷା ଠାରୁ ସମୁଦ୍ରକୁ ଜଳ ଫେରି ଆସେ। ତେଣୁ ଏହି ଚକ୍ରରେ
ଅଂଶଗ୍ରହଣ କରିବା ଉଚିତ ଏବଂ ଏହା ଆମକୁ ସମସ୍ତ ପାପରୁ ମୁକ୍ତ କରିବ। ସ୍ୱାର୍ଥପର କାର୍ଯ୍ୟ ଆମକୁ କର୍ମ ବନ୍ଧନରେ ବାନ୍ଧି ରଖିଥାଏ ବୋଲି ସଚେତନ କରାଇବା ସହ ଅନାସକ୍ତି ଭାବ ନେଇ କାର୍ଯ୍ୟ କରିବାକୁ ଶ୍ରୀକୃଷ୍ଣ ପରାମର୍ଶ ଦିଅନ୍ତି। ଏହି ଦୁନିଆ ପାରସ୍ପରିକ ସମ୍ପର୍କ ଏବଂ ପରସ୍ପର ଉପରେ ନିର୍ଭରଶୀଳ, ଯେଉଁଠାରେ ପ୍ରତ୍ୟେକ ସଂସ୍ଥା ଗୋଟିଏ ଚକ୍ରର ଅଂଶ। କିଛି ଜିନିଷ କିମ୍ବା କାହା ଉପରେ ନିର୍ଭରଶୀଳ ଯେପରି ଆମର ଏକ ଅଂଶ ଅନ୍ୟମାନଙ୍କଠାରେ ଉପସ୍ଥିତ ଏବଂ ଅନ୍ୟମାନଙ୍କର ଏକ ଅଂଶ ଆମ ଭିତରେ ଉପସ୍ଥିତ। ପ୍ରଥମେ ଆମେ ଏ ଦୁନିଆରେ ଆଲୋକ ପାଇଲେ, ପରେ ଏ ସଂସାରରେ ସମ୍ପର୍କ ଗଢ଼ିବାକୁ ଆରମ୍ଭ କଲେ। ପିତା ମାତା ବନ୍ଧୁ ପରିଜନ ଏମାନେ ନୁହନ୍ତି ଯୁଗ ଯୁଗକୁ ସାଥୀ। ସମୟ ଆସିବ ଏମାନଙ୍କୁ ଛାଡ଼ି ଯିବାକୁ ପଡ଼ିବ। ପ୍ରଭୁ ହେଲେ ମର୍ତ୍ତ୍ୟ ପାତାଳ ତିନିପୁରର ସାଥୀ। ପ୍ରଭୁ ହେଲେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରର ସାଥୀ। ପ୍ରଭୁଙ୍କ ଅନୁଗତ ହେବା ଉଚିତ। ତେଜସ୍କ୍ରିୟ ଆବର୍ଜନ ପରମାଣୁ ଶକ୍ତି ଉତ୍ପାଦନ ପ୍ରକ୍ରିୟାରେ ଗୋଟିଏ ବଡ଼ ବାଧକ ହେଉଛି ମାରାତ୍ମକ ତେଜସ୍କ୍ରିୟ ଆବର୍ଜନ, ରେଡିଓ ଆକ୍ଟିଭ ୱେଷ୍ଟ। ପରମାଣୁ ଶକ୍ତିକୁ ବିଜୁଳି ଉତ୍ପାଦନ ସକାଶେ ଯେଉଁ ପରମାଣୁ ରିଆକ୍ଟର ବ୍ୟବହୃତ ହୁଏ, ଏଥିରେ ତେଜସ୍କ୍ରିୟ ପଦାର୍ଥ ବ୍ୟବହାର କରାଯାଏ। ପ୍ରକୃତ ଭଲ ପାଇବା କେବେ କାହାକୁ ବାନ୍ଧିକି ରଖିନାହିଁ। ଯିଏ ନିଜର ହୋଇଥିବ ସେ ସବୁ ପରିସ୍ଥିତିରେ କେବଳ ଆପଣଙ୍କର ହିଁ ହୋଇ ରହିବ। ନଚେତ୍ ଯିବା ଲୋକକୁ ଯେତେ ଭଲ ପାଇବା ଦେଲେ ବି ସେ କିଛି ନା କିଛି ବାହାନା କରି ଚାଲିଯିବ। ଦୁଇଟି ଗୁଣ ଜୀବନରେ ବହୁତ କାମରେ ଆସେ। ପ୍ରଥମ, ନୀରବ ରହିବା, କାରଣ ନୀରବତା ଠାରୁ ସଂସାରରେ ବଡ଼ ଉତ୍ତର କିଛି ନାହିଁ। ଦ୍ୱିତୀୟଟି ହେଲା କ୍ଷମା କରିବା, କାରଣ କ୍ଷମା କରିବା ଲୋକଠୁ ବଡ଼ ହୃଦୟବାନ ଏ ସଂସାରରେ କେହି ନାହିଁ। ଯନ୍ତ୍ରଣା, ପ୍ରତ୍ୟେକ ଖରାପ ମୁହୂର୍ତ୍ତ ଯନ୍ତ୍ରଣା ଦିଏ। ପ୍ରତ୍ୟେକ ଯନ୍ତ୍ରଣା ଏକ ଶିକ୍ଷା ଦେଇଥାଏ ଏବଂ ପ୍ରତ୍ୟେକ ଶିକ୍ଷା ଜଣେ ବ୍ୟକ୍ତିକୁ ପରିବର୍ତ୍ତନ କରିଥାଏ। ସମ୍ପର୍କ ତା ସହିତ ରଖନ୍ତୁ ଯିଏ ଆପଣଙ୍କୁ ବୁଝିପାରୁଥିବ ଆଉ ବୁଝେଇ ପାରୁଥିବ। ତା ସହ ସମ୍ପର୍କ ରଖି କି ଲାଭ ଯିଏ ସବୁ ବୁଝି ନ ବୁଝିବାର ଅଭିନୟ କରୁଥିବ। ଗୋଟେ କଥା ପଚାରିବି, ସତ କହିବେ, କେବେ ଆପଣ ହସି ହସି ଧୋକା ଖାଇଛନ୍ତି? କିନ୍ତୁ ମୁଁ ଖାଇଛି। ଧୋକା ସିନା ହସି ହସି ଖାଇଲି, ହେଲେ ଲୁଚି ଲୁଚି ବହୁତ କାନ୍ଦିଛି। ମୋ ନାଁରେ କିଏ କ'ଣ ଗପୁଛି ମୋତେ ଟିକେ ବି ଫରକ ପଡ଼େନି। କାହିଁକି ନା ମୋର ଛୋଟବେଳେ ଗୋଟେ ଇଚ୍ଛା ଥିଲା ମୋ ବିଷୟରେ ଲୋକମାନେ ଗପନ୍ତୁ। ହେଲେ ଏଇଟା ଜାଣିକି ବି ଖୁସି ଲାଗୁଛି ଆରମ୍ଭଟା ମୋ ନିଜ ଲୋକମାନଙ୍କ ଠାରୁ ହିଁ ହୋଇଛି। ବୃଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ଯାହା କିଛି ଅଧ୍ୟୟନ କରୁଛନ୍ତି ତାକୁ କାର୍ଯ୍ୟରେ ଲଗାନ୍ତୁ। ଗୁରୁ କୃପା ବିନା ଗ୍ରନ୍ଥାବଲୋକନ ଓ ଆତ୍ମାନୁଭୂତି ନିରର୍ଥକ ଅଟେ। ପୂର୍ବ ଜନ୍ମର ସୁକର୍ମ ଯୋଗୁଁ ମାନବ ଜନ୍ମ ପ୍ରାପ୍ତ ହୋଇଥାଏ। ଭକ୍ତି ମାର୍ଗରେ ଭଗବତ ଚିନ୍ତା କରିବା, ଧର୍ମ ଅର୍ଜନ କରିବାରେ ମାନବ ଜୀବନ ସାର୍ଥକ ହୋଇଥାଏ। ମୁଁ ଏତେ ବି ଧନୀ ନୁହେଁ ଯେ ଯେତେବେଳେ ଯାହା ଚାହିଁବି କିଣିଦେବି, ଆଉ ଏତେ ବି ଗରିବ ନୁହେଁ ଯେ କାହା ଆଗେ ବିକ୍ରି ହୋଇଯିବି। ସମୟ ଗଡ଼ିବ, ଯୌବନ ଛିଡ଼ିବ, ଭାଙ୍ଗିଯିବ ସବୁ ଗର୍ବ। ବିଷମ ମାୟାରେ ଜାଣି ବି ପାରୁନୁ କିଏ ନର୍କ କିଏ ସ୍ୱର୍ଗ। ଧନ ବଳ ସବୁ ଯାହା ଅରଜିଛୁ ଛାଡ଼ିଯିବୁ ଏହିଠାରେ। ଗର୍ବ ଅହଙ୍କାର ତୋ ପାର୍ଥିବ ଶରୀର ଉଡ଼ିଯିବ ଶ୍ମଶାନରେ। ବେଳ ଥାଅ ବନ୍ଧୁ ଅଳଙ୍କାର ତେଜ, ତ୍ୟାଗ କର ତୁମ ଗୁଣ। ସତ୍ୟ ଶାନ୍ତି ଦୟା
ଯେ କ୍ଷମାକୁ କରିଥାଅ କରି ଟାଣ। କଳିଯୁଗ ସତ ଯେ କହିବ ବନ୍ଧା ସେ ହୋଇବ, ମିଛର ହୋଇବ ଜୟ, ସାଧୁ ବନ୍ଧା ହେବେ ଚୋର ଖସିଯିବେ। ତ କଳିଯୁଗ ନ୍ୟାୟ, ଛଳନା ରଙ୍ଗରେ ସଭିଏ ରଙ୍ଗିନୀ, ପ୍ରିୟ ପରିଜନ ପ୍ରୀତି, ବାସ୍ତବ ଜୀବନ ମୋହ ମାୟା ଭରା, ଶସ୍ତା ହୁଏ ରାଜନୀତି, ସ୍ୱାର୍ଥର ମୋହର ଲାଗି ଅଛି ଏଠି, ଜୀବନଟା ହୁଏ ମାଟି, ରାଜନୀତି ପାଇଁ ଅଦଳ ବଦଳ, ଭାଇ ଭାଇ ପିଟାପିଟି, ଅନ୍ୟାୟ ଅନୀତି ଦୁର୍ନୀତି ଢେଉର ତରଙ୍ଗ ଯାଇଛି ବ୍ୟାପୀ, ସତ୍ୟ ଧର୍ମ ନ୍ୟାୟ ପୁଣ୍ୟର କଳସୀ ଗଲା ପାଦ ଥାପି, ପାପ ଦୁନିଆରୁ ଧର୍ମ ଦୁନିଆକୁ, ବନ୍ଧ ବାନ୍ଧ ଯାଇ ଆଗ, ହାତେ ମାପି ଭାଇ ଚାଖଣ୍ଡେ ଚାଲ, ଏ ପରା କଳିଯୁଗ। ବିଶ୍ୱାସ ପୂର୍ବକ ଦାନ କରନ୍ତୁ, ଏହା ବ୍ୟତୀତ ଦାନ ବ୍ୟର୍ଥ ଅଟେ। ଜାଣିଛି ତୁ ନାଥ ଅନାଥର ନାଥ, ବଢ଼ାଇ ଦେ ହାତ ତୋର, ଥିଲେ ତୋ ହାତରେ ହାତେ ଜାଗା ମୋର, ମରଣକୁ କିବା ଡର, ତମ ଦେହରେ ରଙ୍ଗ ଲଗେଇବାର ସେ ଭାଗ୍ୟ ନାହିଁ, ହେଲେ ଏତିକି ଭଗବାନଙ୍କୁ ମାଗିବି ଯୋଉଠି ଅଛୁ ଭଲରେ ଥା, ହୋଲି ତମ ପାଇଁ ଢେର ସାରା ଖୁସି ଆଣିଦେଉ, ତମ ଜୀବନକୁ ସାତ ରଙ୍ଗରେ ସଜେଇ ଦେଉ। ଜୟ ଶ୍ରୀ ଜଗନ୍ନାଥ।